ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 11। ଦିନଟିର ପ୍ରଧାନ ଚିନ୍ତା। ଯେଉଁ ଲୋକ ବିବେଚନାହୀନ କିମ୍ବା ସ୍ୱାର୍ଥର ଦାସ, ତାହାର ଚିତ୍ତରେ କୌଣସି ଦିନ ମହାସତ୍ୟର ଅଭ୍ୟୁଦୟ ହୁଏ ନାହିଁ। ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 11। ଦିନଟିର ପ୍ରଧାନ ଚିନ୍ତା। ଯେଉଁ ଲୋକ ବିବେଚନାହୀନ କିମ୍ବା ସ୍ୱାର୍ଥର ଦାସ, ତାଙ୍କର ଚିତ୍ତରେ କୌଣସି ଦିନ ମହାସତ୍ୟର ଅଭ୍ୟୁଦୟ ହୁଏ ନାହିଁ। ସ୍ମରଣୀୟ ପଂକ୍ତି। କଣ ପାଇଁ ହୁଅ କଳହ ପ୍ରମୁଖ, ଖୋଜି ମୁକ୍ତିର ପଥ। ହୃଦୟ ଯଦି ରହେ ତୁମର ସ୍ୱାର୍ଥାତୁର, ଦମ୍ଭ ପରାଭୂତ, ମୁକ୍ତ ତୁମେ କର କଣ୍ଠ ଶୃଙ୍ଖଳ ବିସର୍ଜନ। ହୁଅ ତୁମେ ମୁକ୍ତ ଏବେ ସ୍ୱର୍ଗର ସମୀରଣ ସମ। ନୀତି ଉପଦେଶ। ଯଦି ଆମେ ଏକାଗ୍ର ଭକ୍ତିରେ ଅବନତ ରହି ଅସଂଲଗ୍ନ ବିଭକ୍ତ ମନକୁ ଗୋଟାଇ ଆଣି ଏକତ୍ର କରିପାରିବା, ତେବେ ଆମ ହୃଦୟର ସକଳ ମଳିନତା ଦୂର ହେବ ଏବଂ ଆମେ ଦିବ୍ୟ ଦୃଷ୍ଟି ଲାଭ କରିବା। ବର୍ତ୍ତମାନ ଆମର ଦୃଷ୍ଟି ଆଚ୍ଛନ୍ନ, କାରଣ ଆମେ କେବଳ ଏ ଦିଗରେ ସେ ଦିଗରେ ଦୃଷ୍ଟି ପକାଉଛୁ। ଆମ ଦୃଷ୍ଟି ଏକାଗ୍ର ନୁହେଁ, ତେଣୁ ଆମେ ବସ୍ତୁର ସ୍ୱରୂପ ଜାଣିପାରୁନାହୁଁ। ଧ୍ୟାନ କରି ଆମେ ସ୍ୱଚ୍ଛ ଦୃଷ୍ଟି ଲାଭ କରୁ। ଧ୍ୟାନ ସମୟରେ ଆମେ ନିଷ୍କ୍ରିୟ ନଥାଉ, କିନ୍ତୁ ଯେଉଁ ପଥ ଦେଇ ସାଧାରଣ କର୍ମ ପ୍ରବୃତ୍ତି ପ୍ରବାହିତ ହୁଏ, ସେ ପଥ ସେତେବେଳେ ରୁଦ୍ଧ ହୁଏ ଏବଂ ଉନ୍ନତତର ବୃତ୍ତି ଗୁଡ଼ିକ ଉଚ୍ଚ କର୍ମ ପ୍ରବୃତ୍ତିର ପଥ ଖୋଲିଦିଏ। ପ୍ରାର୍ଥନା। ଆଗୋ ସର୍ବ କରୁଣାମୟ ପ୍ରଭୁ, ମୋ ଭିତରେ ସତ୍ୟ ଲାଭ ପାଇଁ ଆହୁରି ଗଭୀର ଆକୁଳତାପୂର୍ଣ୍ଣ କାମନା ଜାଗ୍ରତ କର। ମୋତେ ଉନ୍ନତତର ଜ୍ଞାନ ଦାନ କର। ମୁଁ ଯେପରି ସତ୍ୟ ଦର୍ଶନ କରି ଅସତ୍ୟକୁ ପରିହାର କରିବି। ତୁମର ପ୍ରକୃତ ସତ୍ତା ମୋ ନିକଟରେ ପ୍ରକାଶିତ କର, ଯେପରି ମୁଁ ତାହା ଦେଖି ସକଳ ବନ୍ଧନ ଓ ଅନ୍ଧତ୍ୱରୁ ମୁକ୍ତ ରହିବି। ତୁମର ଅନ୍ୱେଷଣରେ ଯେପରି ମୁଁ କଦାପି ପରିଶ୍ରାନ୍ତ ନ ହୁଏ।